ଯୁଗ୍ମ ଶବ୍ଦ। ଓଡ଼ିଆରେ ବହୁ ଯୁଗ୍ମ ଶବ୍ଦର ବ୍ୟବହାର ଦେଖିବାକୁ ମିଳେ। ଏଗୁଡ଼ିକର ବହୁଳ ବ୍ୟବହାର ଆମ ଓଡ଼ିଆ ସାହିତ୍ୟକୁ ପୁଷ୍ଟ କରିଛି। ନିମ୍ନରେ କେତେକ ଯୁଗ୍ମ ଶବ୍ଦ ବା ଯୋଡ଼ା ଶବ୍ଦର ବ୍ୟବହାର ପ୍ରଦତ୍ତ ହେଲା। ଆମେ ସର୍ବଦା ସମାଜର ଭଲ ମନ୍ଦ କଥା ଚିନ୍ତା କରିବା ଉଚିତ। ସେ ତାଙ୍କର ବନ୍ଧୁଙ୍କୁ ଖୁଆଇ ପିଆଇ ଆପ୍ୟାୟିତ କଲେ। ରାତି ପାହିଲା ବେଳକୁ ଝାଡ଼ା ବାନ୍ତିରେ 10 ଜଣ ମରିସାରିଥିଲେ। ଅଧା ଅଧି ପିଲା ଏଠାରୁ ଚାଲିଗଲେଣି। ପୂର୍ବ କାଳରେ ରାଜା ରାଜୁଡ଼ାଙ୍କ ଅମଳରେ ସ୍ୱେଚ୍ଛାଚାର ଚାଲିଥିଲା। ବାରମ୍ବାର ରାସ୍ତାର ଏପାଖ ସେପାଖ ଦୌଡ଼ିବା ଅନୁଚିତ। କବି ସମାଜର ନ୍ୟାୟ ଅନ୍ୟାୟକୁ ଦେଖିପାରେ। ପିଲାମାନେ କ୍ରୀଡ଼ା କୌତୁକରେ ମାତିଛନ୍ତି। ଜନ ସମାଗମ ହେତୁ ବହୁ ପିଲା ଛନ୍ଦାଛନ୍ଦି ହୋଇ ପଡ଼ିଗଲେ। ସେମାନେ ଲଗାଲଗି ହୋଇ ବସିଛନ୍ତି। ଆମ ପଦ୍ୟ ସାହିତ୍ୟରେ ମଧ୍ୟ ଏଭଳି ଯୋଡ଼ା ଶବ୍ଦ ଦେଖିବାକୁ ମିଳେ। କେତୋଟି ଉଦାହରଣ ନିମ୍ନରେ ପ୍ରଦତ୍ତ ରହିଲା। ରୂପ ଗୁଣେ ସମସରି ମୋକିଏ ଦେଖିଛ କାହିଁ। ମୋହ ପରି ଲୁହ ରକତ ଶୋଷି ସରଳ ମନେ, ଫୁଲ ଫଳେ କେତେ ତୋଷିଛୁ କହ କାହାକୁ ଜଣେ। ଗୃହକୃତ୍ୟ ପକାଇ ବସିଥିବି ଏକାଇ, ନିଶିଦିନ ତୋତେ କାଖେଇକିରେ। ଉପଯୁକ୍ତ ଉଦାହରଣ ମାନଙ୍କରୁ ଆମେ 4 ପ୍ରକାର ଯୁଗ୍ମ ଶବ୍ଦ ଦେଖିବାକୁ ପାଉ। ସେଗୁଡ଼ିକ ହେଲା ବିପରୀତାର୍ଥକ ଦୁଇ ଶବ୍ଦର ସଂଯୋଗରେ ଯୁଗ୍ମ ଶବ୍ଦ। ଯେମିତି ଭଲ ମନ୍ଦ। ଭଲ ଓ ମନ୍ଦ ପରସ୍ପର ବିପରୀତାର୍ଥକ, ତଥାପି ଏକାଠି ରହିଛନ୍ତି। ସେହିଭଳି ଆଉ କେତେକ ହେଲେ ଆୟ ବ୍ୟୟ, ଜମା ଖର୍ଚ୍ଚ, ଖାଲ ଢିପ, କିଣା ବିକା, ସୁଖ ଦୁଃଖ, ପାପ ପୁଣ୍ୟ, ଜୀବନ ମରଣ, ଉଠ ବସ, ଧୋଇ ମରୁଡ଼ି, ଦେବା ନେବା, ଯିବା ଆସିବା, ସତ ମିଛ, ବଡ଼ ସାନ ଇତ୍ୟାଦି। ସମାର୍ଥକ ଦୁଇ ପଦର ସଂଯୋଗରେ। କ୍ରୀଡ଼ା କୌତୁକ। କ୍ରୀଡ଼ା ସହ କୌତୁକର ସମ୍ପର୍କ ଅଛି। ଏଠାରେ କ୍ରୀଡ଼ା ଓ କୌତୁକ ଉଭୟେ ସମାର୍ଥ ଜ୍ଞାପକ ଶବ୍ଦ। ସେହିଭଳି ଆଉ କେତେକ ଶବ୍ଦ ହେଲା ମଉଜ ମଜଲିସ, ଥଟ୍ଟା ତାମସା, ଦରଦାମ, ହଣା ମରା, ବନ୍ଧୁ ବାନ୍ଧବ, ପିଠାପଣା, ମାରଧର, ଖିରି ପିଠା, ଭୋଜି ଭାତ, ଗୋରୁ ଗାଈ, ଧନରତ୍ନ, ଜୀବଜନ୍ତୁ, ଲେଖାପଢ଼ା ଇତ୍ୟାଦି। ଅର୍ଥ ଥିବା ଓ ଅର୍ଥ ନଥିବା ଦୁଇ ଶବ୍ଦ ମିଶି ଯୁଗ୍ମ ଶବ୍ଦ। ଅଧା ଅଧି। ଅଧାର ଏକ ନିର୍ଦ୍ଦିଷ୍ଟ ଅର୍ଥ ଅଛି, କିନ୍ତୁ ଅଧିର କିଛି ଅର୍ଥ ନାହିଁ। ଏ ଉଭୟଙ୍କୁ ମିଶାଇ ଏକ ଯୁଗ୍ମ ଶବ୍ଦ ଗଠିତ ହୋଇଛି। ସେହିଭଳି ଆଉ କେତେକ ହେଲେ ବହିପତ୍ର, ଗପସପ, ମସଲା ମସଲି, କନ୍ଦା କଟା, ଔଷଧ ପତ୍ର, ବାସନ କୁସନ, ବିକ୍ରି ବଟା ଇତ୍ୟାଦି। ଏକା ପ୍ରକାରର ଶବ୍ଦ ଟିକିଏ ଭିନ୍ନ ଆକୃତିର ଯୋଡ଼ି ହୋଇଥାନ୍ତି, ଯଥା ଛନ୍ଦା ଛନ୍ଦି। ସେହିଭଳି ଆଉ କେତେକ ଶବ୍ଦ ହେଲା ଲଗାଲଗି, ଲେଖାଲେଖି, ଧସ୍ତା ଧସ୍ତି, ସଜଡ଼ା ସଜଡ଼ି, ପିଟା ପିଟି, ଦୌଡ଼ା ଦୌଡ଼ି ଇତ୍ୟାଦି। ବର୍ତ୍ତମାନ ପ୍ରଶ୍ନାବଳୀ। କ ସ୍ତମ୍ଭ ସହ ଖ ସ୍ତମ୍ଭର ଯୋଡ଼ି ଯୁଗ୍ମ ଶବ୍ଦକୁ ଗଠନ କର। ପିଲା, ଲୁଗା, ଖରା, ଶୁଭ, ପାଠ, ବସା। ଏବଂ ଖ ସ୍ତମ୍ଭରେ ରହିଲା ପଟା, ବରଷା, ଷାଠ, ଉଠା, ଝିଲା, ଅଶୁଭ। ପ୍ରାୟ ଜାଣିଯିବଣି ସବୁ। ନିମ୍ନ ଯୁଗ୍ମ ଶବ୍ଦକୁ ବାକ୍ୟରେ ବ୍ୟବହାର କର। ମାଟି ଗୋଡ଼ି, ସାଇ ପଡ଼ିଶା, ମାରପିଟ, ଟଙ୍କା ପଇସା, ଚାଲିଚଳନ, ବାଟଘାଟ, କଳି କଜିଆ। ଶୂନ୍ୟସ୍ଥାନ ପୂରଣ କରି ଏକ ଯୁଗ୍ମ ଶବ୍ଦ ଗଢ଼। ଡ୍ୟାସ ଶୋଷ, ଯାନ ଡ୍ୟାସ, ଡ୍ୟାସ ସୁତୁରା, ଡ୍ୟାସ ଓଟରା, ହସ ଡ୍ୟାସ। ନିମ୍ନ ବାକ୍ୟରେ କେଉଁଟି ଯୁଗ୍ମ ଶବ୍ଦ ଚିହ୍ନାଅ। ନିକିତି ଖୋଜିବାକୁ ତରସ ହଉନାହିଁ, ଦରଦାମ ବୁଝୁଛି କିଏ। ସମସ୍ତେ ଲଣ୍ଡଭଣ୍ଡ ହେବାର ଦେଖାଯାଉଛି।
ଘରେ ଯାହା ଥିଲା ବିକାବିକି ସରିଲାଣି। ଗୋରୁ ଗାଈ ସୁନା ରୂପା ଯାହା ଥିଲା ସେ ସବୁ ଦାନ କରିଦେଲେ। ଯାତ୍ରା ଦେଖା କଥା ପଡ଼ିଲେ ସେ ଭୋକ ଶୋଷ ଭୁଲିଯାଏ।